ନମସ୍କାର ଦେଖନ୍ତୁ ନମ୍ବର ସିଷ୍ଟମର ଟପିକରେ ସମସ୍ତଙ୍କୁ ସ୍ୱାଗତ। ତ ଆଜି ଆମେ ଦେଖିବା ଆପଣଙ୍କର ଗୋଟେ ସଂଖ୍ୟାର ଫ୍ୟାକ୍ଟର ଏବଂ ତାପରେ ବେସ୍ କରି କ୍ୱେଶ୍ଚିନ୍ କେମିତି ଦ୍ୱାରା ଆମେ ଫ୍ୟାକ୍ଟର ସଂଖ୍ୟା କେମିତି କାଢ଼ିବା, କେତୋଟି ଅଯୁଗ୍ମ ଫ୍ୟାକ୍ଟର ରହୁଛି, କେତୋଟି ଇଭେନ୍ ଫ୍ୟାକ୍ଟର ରହୁଛି, ସବୁ କିଛି ଆମେ ଆଜି ଦେଖିବା। ଫ୍ୟାକ୍ଟରର ଗୁଣଫଳ କେମିତି ବାହାର କରିବା, ଫ୍ୟାକ୍ଟରର ସମ୍ କେମିତି କାଢ଼ିବା, ସବୁ ଶିଖିବା। ସୋ ଭିଡ଼ିଓଟି ନିଶ୍ଚିତ ଭାବରେ ସମସ୍ତେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ପ୍ରଥମ କଥା ହେଲା, ଯଦି ମୁଁ ଗୋଟେ ସଂଖ୍ୟା ଆପଣ ଲେଖିବି 12, ତ 12 କଣ କଣ ଫ୍ୟାକ୍ଟର ଅଛି ସେଟା ଆପଣ କହିପାରିବେ। ଫାଷ୍ଟ 1, କାରଣ 1 ତ ସମସ୍ତଙ୍କର କଣ ଫ୍ୟାକ୍ଟର ହବ। ତାପରେ 12 ହେଇପାରିବ, 2 ହେଇପାରିବ, 3 ହେଇପାରିବ, 4 ହେଇପାରିବ, 6, ତାପରେ 12। କାରଣ ସବୁ ସଂଖ୍ୟା ନିଜେ ତାର ଗୁଣନୀୟକ ହବ, ଏଇଟା ବି ଆପଣ ଜାଣିଛନ୍ତି। ତ ଏଠି ମୁଁ ଛୋଟ ସଂଖ୍ୟା ଗୋଟେ ଲେଖିଲି ବୋଲି ଆପଣ ସବୁ ଗୁଣନୀୟକ ଗୁଡ଼ିକ ଲେଖିଦେଇ ପାରିଲେ, କିନ୍ତୁ ଗୋଟେ ବଡ଼ ସଂଖ୍ୟାର କେତୋଟି ତାର ଫ୍ୟାକ୍ଟର ରହୁଛି ସେଇଟା ଆମେ କେମିତି ବାହାର କରିବା। ମନେକର ମୁଁ ଲେଖୁଛି 500, ତ ସେଥିପାଇଁ ଆମେ ଫାଷ୍ଟ ତାର ଉତ୍ପାଦକୀକରଣ କରିଦେବା। ତ ମୁଁ ଫାଷ୍ଟ 2ରେ କାଟିଲି, 250 ହେଲା। ପୁଣି 2ରେ କାଟିଲେ ମୋତେ ମିଳିଲା 125। ତ ଏଇଟା ତ ଆଉ 3ରେ କଟୁନି, 2ରେ ବି କଟିବନି ଯେହେତୁ ଅଯୁଗ୍ମ ଅଛି। ତ 5 କାଟିବା, 5 କାଟିଲେ 25, 5 କାଟିଲେ 5। ତା ମାନେ ମୋତେ ମିଳିଗଲା ଯେ 500 ଇକ୍ୱାଲ୍ ଟୁ ଆପଣଙ୍କର 2ର, ଦେଖନ୍ତୁ 2 ଦୁଇଥର ଅଛି ତ 2ର ସ୍କୋୟାର ଗୁଣନ 5 3 ଥର ଅଛି ମାନେ 5 ଟୁ ଦି ପାୱାର 3। ବୁଝିପାରିଲେ? ତା ମାନେ ଦେଖନ୍ତୁ ନେକ୍ସଟ ଆପଣ କଣ କରିବେ, ଯେତିକି ଆପଣଙ୍କର ପାୱାର ଅଛି ସେଥିରେ 1 ମିଶେଇ ଗୁଣିଦେବେ। ଏଠି ଆପଣ ଦେଖନ୍ତୁ ପାୱାର 2 ଅଛି, ତ ମୁଁ ଲେଖିବି 2 + 1 ଗୁଣନ ଦେଲି, ତାପରେ ଏଠି କରିବି 3 + 1। ତ ଏଇଟା ହଉଛି ଆପଣଙ୍କର ନମ୍ବର ଅଫ ଫ୍ୟାକ୍ଟର୍ସ ଆମେ କାଢୁଛନ୍ତି। ବୁଝିପାରିଲେ? କେତେ ହବ ଏଇଟା? 500 ପାଇଁ 2 + 1 କେତେ 3, ଏଇଟା ହଉଛି 4, 3 × 12। ଏତିକି ହବ ଆପଣଙ୍କର, ମାନେ 500ର ଆପଣଙ୍କର 12ଟି ଫ୍ୟାକ୍ଟର ଅଛି। ବୁଝିପାରିଲେ ତ? ତ ଏଇଟା ଥିଲା ଆପଣ ଫ୍ୟାକ୍ଟର ସଂଖ୍ୟା କେମିତି କାଢିବେ। ତ ଆଉ ଗୋଟେ ଉଦାହରଣ ଯଦି ଆମେ ଦେଖିବା, ମନେକର 120, ତ 120କୁ 2ରେ ଫାଷ୍ଟ କାଟନ୍ତୁ 60, ନେକ୍ସଟ 2ରେ କାଟିଲେ 30, ନେକ୍ସଟ 2ରେ କାଟିଲେ 15, ନେକ୍ସଟ 3ରେ କାଟିଲେ 5। ତା ମାନେ 120ଟା ହଉଛି ଆପଣ କଣ ନା 2 3 ଥର ଅଛି, ମାନେ 2 ଟୁ ଦି ପାୱାର 3, 3 ଆପଣଙ୍କର ଥରେ ଅଛି, 5 ଆପଣଙ୍କର ଥରେ ଅଛି। ତ ଆମେ କଣ କାଢୁଛନ୍ତି ନା ନମ୍ବର ଅଫ ଫ୍ୟାକ୍ଟର। ତ ନମ୍ବର ଅଫ ଫ୍ୟାକ୍ଟର ମୋର ଏଠି କେତେ ହେଇଯିବ, 3 + 1 କେତେ 4, ଏଠି 1 ଅଛି ତ 1 + 1 2, ଏଠି 1 ଅଛି ତ 1 + 1 2। ଯେତିକି ଆପଣଙ୍କର ଆସୁଛି ଏଇପରି ଆସୁଛି ତାର ସବୁ ପାୱାରରେ 1 1 ମିଶେଇ ଗୁଣିଦେବେ। ତ 4 ଦୁଗୁଣେ 8, ଦୁଗୁଣେ 16। ତା ମାନେ 120ର ମୋର କେତେଟା 16ଟା ଫ୍ୟାକ୍ଟର ଅଛି। ବୁଝିପାରିଲେ ଏବେ କଥାଟି? ଏଗୁଡ଼ିକ ତ ଆରାମସେ ହେଇଯିବ। ନେକ୍ସଟ ଆପଣ ଦେଖନ୍ତୁ, ଆପଣ ଫ୍ୟାକ୍ଟରର ସମଟା କେମିତି କାଢିବେ, ମାନେ ଯେତିକି ସାରା ଗୁଣନୀୟକ ଅଛି ତାର ସମଷ୍ଟି ଆପଣ କେମିତି କାଢିବେ। ତ ମନେକର ଏଠି ଗୋଟେ ସଂଖ୍ୟା ମୁଁ ନେଲି 100, ତ ଫାଷ୍ଟ ମୁଁ କଣ କରିବି ନା 100ର ଫ୍ୟାକ୍ଟରାଇଜେସନ କରିଦେବି। 2ରେ କାଟିଲେ ମୋତେ ମିଳିଲା 50, ପୁଣି 2ରେ କାଟିଲେ 25, 5ରେ କାଟିଲେ ମୋତେ ମିଳିଲା 5। ତା ମାନେ ମୁଁ ଦେଖିପାରୁଛି ଯେ 100 ହେଉଛି ମୋର କେତେ ନା 2ର ସ୍କୋୟାର ଇଣ୍ଟୁ 5ର ସ୍କୋୟାର ଅଛି। ବୁଝିପାରିଲେ? ତ ଏଠି ମୋର କାମ ହେଉଛି ମୁଁ ଗୁଣନୀୟକ ମାନଙ୍କର ସମଷ୍ଟି କାଢିବି। ତ ସେଥିପାଇଁ ମୁଁ କଣ ଲେଖିବି, ଫାଷ୍ଟ ଦେଖନ୍ତୁ ଯୋଉ 2ର ସ୍କୋୟାର ନାହିଁ, ଏଇଟାକୁ ମୁଁ କେମିତି ଲେଖୁଛି ଦେଖନ୍ତୁ। 2 ଟୁ ଦି ପାୱାର 0 ଲେଖିବି, ପ୍ଲସ୍ 2 ଟୁ ଦି ପାୱାର 1 ପ୍ଲସ୍ 2ର ସ୍କୋୟାର। ବୁଝିପାରିଲେ? 0ରୁ ଷ୍ଟାର୍ଟ କରିକି 2 ଯାଏଁ ଯିବେ। ଏଇଟାକୁ ମୁଁ ବ୍ରାକେଟରେ ରଖିଲି, ଗୁଣନ 5ର ସ୍କୋୟାର ବି ସେମିତି ଲେଖିବା, 5ର ପାୱାର 0 ପ୍ଲସ୍ 5ର ପାୱାର 1 ପ୍ଲସ୍ 5ର ସ୍କୋୟାର। ବୁଝିପାରିଲେ ତ? ମାନେ ଯେତିକି ଆପଣଙ୍କ ପାୱାର ଥିବ 0ରୁ ଷ୍ଟାର୍ଟ କରିକି ସେତିକି ପ୍ଲସ୍ ପ୍ଲସ୍ କରିକି ଲେଖିଦେବେ।
ଏବଂ କୌଣସି ସଂଖ୍ୟାର ପାୱାର 0 ଥିଲେ ମୋତେ କେତେ ମିଳିବ? 1 ମିଳିଯିବ। କାରଣ a ର ପାୱାର 0 ଯଦି ଅଛି ତାର ଭାଲ୍ୟୁ କେତେ? 1। 2 ଟୁ ଦ ପାୱାର 1 ମୋତେ ମିଳିଲା 2, 2 ର ସ୍କୋୟାର ହଉଛି 4। ଗୁଣନ 5 ଟୁ ଦ ପାୱାର 0 ମୋତେ ମିଳିଗଲା 1, 5 ର ପାୱାର 1 ହଉଛି ମୋର 5, 5 ର ସ୍କୋୟାର ହଉଛି 25। 4 2 6 1 7, ଇଏ ଆପଣ କେତେ ହବ? 25 5 30 1 31। 7 31 ଗୁଣିଲେ ମୋତେ ମିଳିଯିବ 217। ତା ମାନେ ମୋର 100ର ଗୁଣନୀୟକ ମାନଙ୍କର ଯୋଗଫଳ ମୋତେ ମିଳିଯାଉଛି 217। ବୁଝିପାରିଲେ? ଏଇ ମେଥଡ଼ ୟୁଜ୍ କରି କରିପାରିବେ। ଆଉ ଗୋଟେ ସଂଖ୍ୟା ସେମିତି ଯଦି ଆମେ ଦେଖିବା ମନେକର 90ର କାଢ଼ିବା, 90କୁ 2ରେ କାଟିଲେ 45 ମିଳିଲା, 3ରେ କାଟିଲେ 15, ପୁଣି 3ରେ କାଟିଲେ 5। ତା ମାନେ 90 ହଉଛି ମୋର 2 ଟୁ ଦ ପାୱାର 1, 3 ର ସ୍କୋୟାର ଇଣ୍ଟୁ 5 ଟୁ ଦ ପାୱାର 1। ତ ସେମିତି ହିଁ ଲେଖିବେ 2 ଟୁ ଦ ପାୱାର 0 ପ୍ଲସ୍ 2 ଟୁ ଦ ପାୱାର 1। ବୁଝିପାରିଲେ? ଏଇଟା 2 ଟୁ ଦ ପାୱାର 1 ପାଇଁ ମୁଁ ଲେଖିଲି। ନେକ୍ସଟ ଯୋଉ 3 ର ସ୍କୋୟାର ଅଛି ଏଇଟାକୁ ମୁଁ ଲେଖିବି 3 ଟୁ ଦ ପାୱାର 0 ପ୍ଲସ୍ 3 ଟୁ ଦ ପାୱାର 1 ପ୍ଲସ୍ 3 ର ସ୍କୋୟାର ଇଣ୍ଟୁ 5 ଟୁ ଦ ପାୱାର 1 ଟାକୁ ମୁଁ ଲେଖିଦେବି 5 ଟୁ ଦ ପାୱାର 0 ପ୍ଲସ୍ 5 ଟୁ ଦ ପାୱାର 1। ତ 2 ଟୁ ଦ ପାୱାର 0 ଟା ହଉଛି ମୋର କେତେ? 1, 2 ଟୁ ଦ ପାୱାର 1 ଟା ମୋର କେତେ? 2। ତ ଏଇଟା ହେଇଗଲା ଆପଣଙ୍କର 3। ବୁଝିପାରିଲେ? ସେଇଭଳି ଭାବରେ 3 ଟୁ ଦ ପାୱାର 0 ହଉଛି ମୋର କେତେ ହବ? 1 ହବ। ତାପରେ 3 ଟୁ ଦ ପାୱାର 1 ଟା କେତେ? 3 ହେଇଯିବ। ନେକ୍ସଟ ଦେଖନ୍ତୁ 3 ର ସ୍କୋୟାର ଟା ମୋର ହେଇଯିବ 9। ତ ଇଏ କେତେ ହେଲା? 9 3 12 1 13। ଓକେ। ସେଇଭଳି ଭାବରେ 5 ଟୁ ଦ ପାୱାର 0 ଟା ମୋର କେତେ? 1 ହବ। 5 ଟୁ ଦ ପାୱାର 1 ଟା କେତେ? 5 ହବ। ତ ଏଇଟା ହେଇଯିବ 6। ତା ମାନେ କେତେ ହେଲା? 3 କୁ 13 ଗୁଣିଲେ 39, 39 କୁ 6 ରେ ଗୁଣିଲେ 234। ତ ଏଠି ମୋର 90ର ଫ୍ୟାକ୍ଟର ମାନଙ୍କର ଯୋଗଫଳ ମୋତେ ମିଳିଗଲା 234। ତ ବୁଝିପାରିଲେ ତ ଫର୍ମୁଲାଟି? ଆପଣଙ୍କର ଯେତିକି ପାୱାରରେ ଥିବ ସେତିକି ଆପଣଙ୍କର ମାନେ ଫ୍ୟାକ୍ଟରର 0 ତାପରେ 1 ସେତିକି ଯାଏଁ ଯିବେ। ତାକୁ ଇଣ୍ଟୁ କରିବେ ଯେତିକି ସାରା ଫ୍ୟାକ୍ଟର ଅଛି। ଓକେ। ତ ଏଇଟା ଆମର ଗଲା ସମ୍ ଅଫ୍ ଫ୍ୟାକ୍ଟର୍ସ। ନେକ୍ସଟ ଦେଖନ୍ତୁ ମୁଁ ଦେଖିବି ଯେ ନମ୍ବର ଅଫ୍ ଇଭେନ୍ ଫ୍ୟାକ୍ଟର୍ସ ମାନେ ଗୋଟେ ସଂଖ୍ୟାର କେତୋଟି ଯୁଗ୍ମ ଗୁଣନୀୟକ ଅଛି ସେଇଟା ଆମେ ଦେଖିବା। ମନେକର ଗୋଟେ ସଂଖ୍ୟା ମୁଁ ଏଠି ନଉଛି 200। ତ ଫାଷ୍ଟ ମୁଁ କଣ କରିବି? ଫାଷ୍ଟ ଫ୍ୟାକ୍ଟରାଇଜେସନ କରିଦଉଛି। 2ରେ କାଟିଲେ 100, 2ରେ କାଟିଲେ 50, 2ରେ କାଟିଲେ 25, 5 କାଟିଲେ 5। ତା ମାନେ 200 ଟା ହଉଛି ମୋର କଣ ନା 200 ଟା ହଉଛି 2 ଟୁ ଦ ପାୱାର 3 ଇଣ୍ଟୁ 5 ର ସ୍କୋୟାର। ତ ଯେତେବେଳେ ବି ଆପଣ ଯୁଗ୍ମ ଗୁଣନୀୟକ ଇଭେନ୍ ଫ୍ୟାକ୍ଟର୍ସ କାଢୁଛନ୍ତି ଆପଣ କଣ କରିବେ ନା ଯୋଉ 2 ର ଯେତିକି ପାୱାର ଅଛି ସେଇଟା ମାନେ ସେମ୍ ଲେଖିଦେବେ। 1 ମିଶେଇବେ ନାହିଁ। ବୁଝିହେଲା? ଏବଂ ଯୋଉ ଅଯୁଗ୍ମ ଫ୍ୟାକ୍ଟର ଗୁଡିକ ଥିବ ସେଇଥିରେ 1 ମିଶେଇ ଦେବେ। ଏଇଟା ଆମେ କାଢୁଛନ୍ତି ଆପଣଙ୍କର ଇଭେନ୍ ଫ୍ୟାକ୍ଟର୍ସ। ତ ଏଇଟା ଆପଣ କେତେ ହେଇଯିବ? 3 ଗୁଣନ 3 9 ହୋଇଯିବ ମୋର ଆନ୍ସର। ବୁଝିପାରିଲେ କଥାଟି? ମାନେ 2 ର ଯେତିକି ପାୱାର ଅଛି ସେଥିରେ 1 ମିଶେଇବେ ନାହିଁ। ମନେକର ଆପଣଙ୍କୁ ଗୋଟେ ଭାବିବେ ଯେ ଯଦି 2 ର କିଛି ପାୱାର ମୋର ଆସିନାହିଁ। ମନେକର ସଂଖ୍ୟାଟି ଆପଣଙ୍କର ଅଛି 55। 55 ଟା ଆପଣଙ୍କ କଣ? 5 11। ତ ଏଠି ତ ମୋର କିଛି 2 ର ପାୱାର ଆସୁନାହିଁ। କାରଣ 55 ଟା ମୋର କଣ ଆସିଲା? 5 ର ପାୱାର 1 ଇଣ୍ଟୁ 11 ର ପାୱାର 1। ତ ଏଠି ଆପଣଙ୍କର ଇଭେନ୍ ଫ୍ୟାକ୍ଟର ସଂଖ୍ୟା କେତେ ହେଇଯିବ? 0 ହୋଇଯିବ। ବୁଝିପାରିଲେ? ଯଦି 2 ର କିଛି ପାୱାର ନାହିଁ, ଓଡ଼ିଆରେ ଲେଖିଦଉଛି 2 ର ପାୱାର ନାହିଁ। ତ ସେଠି ମୋର ଇଭେନ୍ ଫ୍ୟାକ୍ଟର ରହିବ 0। ଏଇ କଥାଟା ମନେ ରଖନ୍ତୁ। ଯଦି 2 ର ପାୱାର ନାହିଁ ଇଭେନ୍ ଫ୍ୟାକ୍ଟର ହଉଛି 0। ଓକେ। ନେକ୍ସଟ ଆମେ ଦେଖିବା ନମ୍ବର ଅଫ୍ ଅଡ୍ ଫ୍ୟାକ୍ଟର। ମନେକର ଏଠି ଗୋଟେ ସଂଖ୍ୟା ମୁଁ ନଉଛି ଆପଣଙ୍କର 600। ତ ପ୍ରଥମ କାମ କଣ? ଫ୍ୟାକ୍ଟରାଇଜ କରିଦବା।
2 ରେ କାଟିଲେ 300, 2 ରେ କାଟିଲେ 150, 2 ରେ କାଟିଲେ 75, 3 ରେ କାଟିଲେ 25, 5 କାଟିଲେ 5। ତ 600 ଇକ୍ୱାଲ୍ ଟୁ ମୋର କେତେ ଅଛି? 2 ର ପାୱାର 3, 3 ଅଛି ଥରେ, 5 ଅଛି 2 ଥର। ତ ଯେହେତୁ ମୁଁ ଏଠି କଣ କାଢୁଛି ନା ଅଡ୍ ଫ୍ୟାକ୍ଟର କାଢୁଛି, ତ ମୁଁ କଣ କରିବି ନା ଆପଣଙ୍କର 2 ର ଯେତିକି ପାୱାରଟା ଅଛି ଏଇଟା ପୁରା ନେଗ୍ଲେକ୍ଟ କରିଦେବି ହେଲା। ତ ଏଠି ମୁଁ 1 ମିଶେଇବେ ନାହିଁ, କେବଳ ଯୋଉ ଅଯୁଗ୍ମ ଥିଲା 3 ପାୱାର 1 ଥିଲା, ତ ମୁଁ ଲେଖିଦେବି 1 ପ୍ଲସ୍ 1 ଇଣ୍ଟୁ ଏଠି 2 ଅଛି 2 ପ୍ଲସ୍ 1। ତ ମୋର ଆନ୍ସର ହେଇଯିବ 2 ଗୁଣନ 3 ଇକ୍ୱାଲ୍ ଟୁ 6। ବୁଝିପାରିଲେ? ତ ଏମିତି ଆପଣ କାଢିଦେଇ ପାରିବେ। ତ ଏଠି ଯଦି ଇଭେନ୍ ଫ୍ୟାକ୍ଟର ପଚାରିଥିବ ଆପଣ ଉପର ଫର୍ମୁଲା ୟୁଜ୍ କରି ଦେଇପାରିବେ, ନହେଲେ ଟୋଟାଲ ଫ୍ୟାକ୍ଟରରୁ ଏଇଟା ମାଇନସ୍ କରିଦେବେ। ଯଦି ଟୋଟାଲ ଫ୍ୟାକ୍ଟରରୁ ମୁଁ ଅଡ୍ ଫ୍ୟାକ୍ଟରଟା ମୋର ମାଇନସ୍ କରିବି, ନମ୍ବର ଅଫ୍ ଅଡ୍ ଫ୍ୟାକ୍ଟର୍ସ, ତାହେଲେ ମୋତେ କେତେ ମିଳିଯିବ? ମୋର ଇଭେନ୍ ଫ୍ୟାକ୍ଟର କେତେଟା ଅଛନ୍ତି? କିମ୍ବା ଟୋଟାଲ ଫ୍ୟାକ୍ଟରରୁ ଯଦି ଆପଣ ଇଭେନ୍ ଫ୍ୟାକ୍ଟର କେତେଟା ଅଛି ମାଇନସ୍ କରିବେ, ଅଡ୍ ଫ୍ୟାକ୍ଟର ମିଳିଯିବ। ସେମ୍ ଥିଙ୍ଗ। ନେକ୍ସଟ ଆପଣଙ୍କୁ ମୁଁ କହିଦଉଛି ସମ୍ ଅଫ୍ ଇଭେନ୍ ଫ୍ୟାକ୍ଟର୍ସ। ଏଇଟା ବି ଆପଣ ଜାଣି ରଖନ୍ତୁ। ସେଇ ଯୋଉ ସଂଖ୍ୟାଟି ଆମେ ନେଇଥିଲେ 100, ସେଇଟା ହିଁ ଦେଖିବା। 2 ର ସ୍କୋୟାର ଇଣ୍ଟୁ 5 ର ସ୍କୋୟାର ଥିଲା। ତ ଏଠି ଆମେ ଚେଞ୍ଜ କଣ କରିବା ନା, କେବଳ ଇଭେନ୍ ଫ୍ୟାକ୍ଟର ସମ୍ ପଚାରିଛି, ତ ଆମେ ଯୋଉ ଲେଖୁଥିଲେ 0 ଠାରୁ ଯୋଉ 2 ଟୁ ଦ 0 ସେଇଟାକୁ ଲେଖିବା ନାହିଁ। ବୁଝିପାରିଲେ? ଏଇଟା ଆମେ ଲେଖିବା ନାହିଁ। ଆମେ କେବଳ ଲେଖିବା 2 ଟୁ ଦ 1 ପ୍ଲସ୍ 2 ଟୁ ଦ 2। ଓକେ, ଇଣ୍ଟୁ ଏଇଟା କିନ୍ତୁ ଆପଣ 5 ର ସ୍କୋୟାର ଅଛି ମାନେ ଏଇଟା 0 ରୁ ଷ୍ଟାର୍ଟ କରିବେ ହେଲା। କେବଳ 2 ଟୁ ଦ 0 ଟାକୁ ବାଦ ଦେଇଦେବେ। ତ ଏଇଟା ଆମର କେତେ ହେଇଯିବ? 2, ଏଇଟା ହଉଛି 4, ତ 6। 5 ଟୁ ଦ 0 ଟା ଆମର କେତେ? 1, 5 ଟୁ ଦ 1 ଟା ହଉଛି 5, 5 ର ସ୍କୋୟାର ହଉଛି 25, 25 5 30, 1 31। ତ ଏଇଟା ମୋର କେତେ ହେଇଯାଉଛି? 6 କୁ 31 ରେ ଗୁଣିଲେ 186। ତ ଏଇଟା ମତେ ମିଳିଗଲା ସମ୍ ଅଫ୍ ଇଭେନ୍ ଫ୍ୟାକ୍ଟର୍ସ। ବୁଝିପାରିଲେ? ଯଦି ମୁଁ ବର୍ତ୍ତମାନ ଆପଣଙ୍କର ସମ୍ ଅଫ୍ ଅଡ୍ ଫ୍ୟାକ୍ଟର୍ସ ନେବି, କେତେ ମିଳିବ ମତେ? ସମ୍ ଅଫ୍ ଅଡ୍ ଫ୍ୟାକ୍ଟର୍ସ। ତ ଯେତେବେଳେ ବି ଆପଣଙ୍କୁ ଏମିତି କ୍ୱେଶ୍ଚିନ୍ ଦଉଛି, ଆପଣ କଣ କରିବେ ନା 2 ର ଯେତିକି ପାୱାର ଅଛି ପୁରା ସେଟା ନେଗ୍ଲେକ୍ଟ କରିଦେବେ। 2 ର ପାୱାର ମନେକର x ଅଛି, ସବୁ ଏଇଟା ପୁରା ନେଗ୍ଲେକ୍ଟ କରାଯିବ। ବୁଝିପାରିଲେ? ଯେମିତିକି ଏଠି ଆପଣଙ୍କର କେତେ ଥିଲା? 100 ଅଛି। 100 ଟା ମୁଁ ଦେଖିଲି ଯେ ମୋର ଅଛି 2 ର ସ୍କୋୟାର ଇଣ୍ଟୁ 5 ର ପାୱାର 2। ତ ଏଇ ଯୋଉ 2 ର ସ୍କୋୟାର ମୋର ବର୍ତ୍ତମାନ କିଛି ଆବଶ୍ୟକତା ନାହିଁ। ମୁଁ ଲେଖିଦେବି 5 ର ପାୱାର 0 ପ୍ଲସ୍ 5 ର ପାୱାର 1 ପ୍ଲସ୍ 5 ର ପାୱାର 2। ବାକି ତ ଆଉ କିଛି ଗୁଣନ କରିବାକୁ ନାହିଁ, ତ ଏତିକି ହବ ଆନ୍ସର। 25, 5 30, 1 31। ତ 100 ର ଅଯୁଗ୍ମ ଗୁଣନୀୟକ ମାନଙ୍କର ସମଷ୍ଟି ହଉଛି 31। ବୁଝିପାରିଲେ? ସୋ ଏଇଟା ଆମର ଗଲା ସମ୍ ଅଫ୍ ଇଭେନ୍ ଫ୍ୟାକ୍ଟର୍ସ, ସମ୍ ଅଫ୍ ଅଡ୍ ଫ୍ୟାକ୍ଟର୍ସ। ଯେତେବେଳେ ଆପଣ ଇଭେନ୍ ଫ୍ୟାକ୍ଟର୍ସ ର ସମ୍ ନଉଥିବେ 2 ଟୁ ଦ 0 କୁ ଇଗ୍ନୋର କରିବେ, ଏବଂ ଯେତେବେଳେ ଅଡ୍ ଫ୍ୟାକ୍ଟର ସମ୍ ନଉଛନ୍ତି ପୁରା 2 ଟୁ ଦ ପାୱାର ଯେତିକି ବି ଥାଉ ତାକୁ ଇଗ୍ନୋର କରିଦେବେ। ଏତିକି ହଉଛି ଆପଣଙ୍କର କାମ। ବାକି ଆପଣ ଯେମିତି ସମ୍ କାଢନ୍ତି ସେମିତି ହିଁ କାଢିବେ। ନେକ୍ସଟ ଆମର ଗୋଟେ ଟପିକ ରହୁଛି ପ୍ରଡକ୍ଟ ଅଫ ଫ୍ୟାକ୍ଟର୍ସ। ଏଥିରୁ ବି କ୍ୱେଶ୍ଚିନ୍ ପଚାରି ଦେଇପାରେ ପ୍ରଡକ୍ଟ ଅଫ। ତ ମତେ ମନେକର ପଚାରିଛି ଯେ 100 ର ଯେତିକି ଫ୍ୟାକ୍ଟର ଅଛି ତାର ଗୁଣନୀୟ ମାନେ ତାର ଗୁଣଫଳଟା କେତେ ହବ, ମୁଁ କେମିତି କାଢିବି ଏଇଟା? ତ ଫାଷ୍ଟ ମୁଁ ଦେଖିଦେବି ଯେ 100 ର କେତୋଟି ଫ୍ୟାକ୍ଟର ଅଛି। 100 ହଉଛି ମୋର କଣ? 2 ର ସ୍କୋୟାର ଇଣ୍ଟୁ 5 ର ସ୍କୋୟାର। ତ ନମ୍ବର ଅଫ ଫ୍ୟାକ୍ଟର୍ସ ଯଦି ମୁଁ ଦେଖିବି, ମୋର କେତେ ହବ? 2 ପ୍ଲସ୍ 1 3, 2 ପ୍ଲସ୍ 1 3। 3 ଗୁଣନ 3 କେତେ? 9 ହଉଛି। ବୁଝିପାରିଲେ?
ତ ଏଠି ଆମେ କଣ କରିବା ଦେଖନ୍ତୁ ଯେତିକି ମୋର ଫ୍ୟାକ୍ଟର ଆସିଛି ଯୋଉ ସଂଖ୍ୟାର ଆମେ ଫ୍ୟାକ୍ଟରର ମାନେ ପ୍ରଡକ୍ଟ ବାହାର କରୁଛନ୍ତି ସେଇଟା ଲେଖିଦେଲି। ତ 100 ର ପାୱାର 9/2। ତ ଗୋଟେ କାମ କରୁଛି 100 ର ପାୱାର ହାଫ୍ ରଖିଦଉଛି। ତ ଏଠି 9 ଲେଖିଦଉଛି। 9 ଇଣ୍ଟୁ ହାଫ୍ ଏଇଟା ଆପଣଙ୍କ 9/2। 100 ର ପାୱାର ହାଫ୍ ମାନେ କଣ? 100 ର ବର୍ଗମୂଳ। ରୁଟ୍ ଓଭରଟା କେତେ ହେଇଯିବ ମୋର? 10 ହେଇଯିବ। ତ 10 ଟୁ ଦ ପାୱାର 9 ଏଇଟା ହଉଛି ଆପଣଙ୍କର ଆନ୍ସର। ବୁଝିପାରିଲେ? ମନେକର ସେଇଭଳି ଭାବରେ ଆଉ ଗୋଟେ ମନେକର ସଂଖ୍ୟା ଆପଣଙ୍କୁ ଦେଇଛି 200। ତ ଏଇଟା ଆପଣଙ୍କ କେତେ ହେଇଯିବ? 2 ର ପାୱାର 3 ଇଣ୍ଟୁ 5 ର ସ୍କୋୟାର ନୁହେଁ କି? ତ ଏଠି ନମ୍ବର ଅଫ୍ ଫ୍ୟାକ୍ଟର୍ସ ଆପଣଙ୍କର କେତେ ହେଇଯିବ? ନମ୍ବର ଅଫ୍ ଫ୍ୟାକ୍ଟର୍ସ ଆପଣ କେତେ? 3 ରେ 1 ମିଶିଲେ 4, 2 ରେ 1 ମିଶିଲେ 3। 4 ଗୁଣନ 3 12ଟି ହଉଛି ନୁହେଁ କି? ତ ଏଠି ଆପଣଙ୍କର ଯଦି ମୁଁ ପ୍ରଡକ୍ଟ ଅଫ୍ ଫ୍ୟାକ୍ଟର୍ସ କାଢିବି ତାହେଲେ ମତେ କେତେ ମିଳିଯିବ? 200 ର ପାୱାର 12/2। ତ ମତେ ମିଳିଯିବ 200 ର ପାୱାର 6। ବୁଝିପାରିଲେ କଥାଟି? ତ ଏତିକି ହଉଛି ଆପଣଙ୍କର ପ୍ରଡକ୍ଟ ଅଫ୍ ଫ୍ୟାକ୍ଟର୍ସ। ଯେତିକି ଆପଣଙ୍କର ଫ୍ୟାକ୍ଟର ସଂଖ୍ୟା ଅଛି ବାଇ 2 କରିବେ, ଯୋଉ ସଂଖ୍ୟାର କାଢୁଛନ୍ତି ତାର ପାୱାରରେ ଲେଖିଦେବେ। ସୋ ନମ୍ବର ସିଷ୍ଟମର ଫ୍ୟାକ୍ଟରରୁ ଆପଣଙ୍କର ଯେତିକି ପ୍ରକାର କ୍ୱେଶ୍ଚିନ୍ ହେଇପାରିବ ସବୁ ଆମେ ଆଲୋଚନା କରିଦେଲେ। ମୁଁ ଆଶା କରୁଛି ପ୍ରତ୍ୟେକଟି କ୍ୱେଶ୍ଚିନ୍ ଆପଣ ବୁଝିପାରିଥିବେ। ସୋ ଗ୍ରୁପର ଲିଙ୍କ୍ ଆପଣଙ୍କୁ ଡେସ୍କ୍ରିପସନରେ ମିଳିଯିବ। ଯୋଉମାନେ ଚାହିଁବେ ଜଏନ୍ କରିପାରିବେ ଏବଂ ଆପଣଙ୍କର ଯଦି କିଛି ଡାଉଟ୍ ଅଛି କମେଣ୍ଟ କରିପାରିବେ। ଓକେ। ସୋ ଆମେ ଦେଖା ହବା ନେକ୍ସଟ ଭିଡ଼ିଓରେ। ଯୋଉମାନେ ବି ଚ୍ୟାନେଲକୁ ଫାଷ୍ଟ ଟାଇମ୍ ଆସିଛନ୍ତି ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିଦେବେ, କାରଣ ଏଇଭଳି ଟପିକ୍ ଆପଣ ଆଗକୁ ମଧ୍ୟ ଦେଖିବାକୁ ପାଇବେ। ସୋ ଯୋଉ ବି ପରୀକ୍ଷା ପାଇଁ ଆପଣ ପ୍ରିପାରେସନ୍ କରୁଛନ୍ତି ସମସ୍ତଙ୍କୁ ବେଷ୍ଟ ଅଫ୍ ଲକ୍। ଥ୍ୟାଙ୍କ ୟୁ।